ନାରଦଙ୍କ ଆଗରେ ବ୍ରହ୍ମାଙ୍କର ଭାଗବତ ବୃତ୍ତାନ୍ତ କଥନ। ଏତୁ ଅନନ୍ତରେ ନାରଦ ମହାମୁନି ବ୍ରହ୍ମାଙ୍କର ପାଦରେ ନମସ୍କାର କଲେ ଓ କହିଲେ, ହେ ପିତାମହ, ଭାଗବତ ଗ୍ରନ୍ଥ କିପରି ସୃଷ୍ଟି ହେଲା ମୋତେ କୁହନ୍ତୁ। ନାରଦଙ୍କ ମୁଖରୁ ଏସନ ବାଣୀ ଶୁଣି କୁଶପାଣି ମନେ ମନେ ହସିଲେ ଓ କହିଲେ, ରେ ପୁତ୍ର, ତୁ ସଂସାରରେ ଏକା ଚତୁର ଅଟୁ। ନୃସିଂହସ୍ୱାମୀଙ୍କର ଲୀଳା ସରୁ ସରୁ ଭାଗବତ ଶୁଣିବା ପାଇଁ ମନ ବଳାଇଲୁଣି। ହଉ ଏବେ ମୁଁ ତୋତେ ଭାଗବତ କଥା କହୁଛି ଶୁଣ। ବ୍ରହ୍ମା କହିଲେ, ବିଷ୍ଣୁଙ୍କ ମୁଖରୁ ଏକାକ୍ଷର ଜାତ ହେଲା। ଏହି ଏକାକ୍ଷରକୁ ଠାକୁର ତିନି ଅକ୍ଷର କଲେ। ତିନି ଅକ୍ଷରଙ୍କୁ ପ୍ରଭୁ ଶ୍ରୀବିଷ୍ଣୁ ଶ୍ରୀ ଅନନ୍ତଙ୍କୁ ନେଇ ଶୁଣାଇଲେ। ଭଗବାନ ନିଜ ଗର୍ଭରୁ ପୁଣି 24 ଅକ୍ଷର ବାହାର କଲେ। ଏହି 24 ଅକ୍ଷରକୁ ନେଇ ବ୍ରହ୍ମାଙ୍କ ଆଗରେ ଅନନ୍ତ ନେଇ ଶୁଣାଇଲେ। ଏହି 24 ଅକ୍ଷରକୁ ନେଇ ବ୍ରହ୍ମା 4 ଗୋଟି ଶ୍ଲୋକ ରଚନା କଲେ ଓ ସେହି 4 ଶ୍ଲୋକକୁ ନେଇ ନାରାୟଣ ସାମରେ ଶୁଣାଇଲେ। ନାରାୟଣ ତାକୁ ଶୁଣି 10 ଶ୍ଲୋକ କରି ନାରଦ ଋଷିଙ୍କ ଆଗରେ ବିସ୍ତାର କରି କହିଲେ। ନାରଦ ଏହି 10 ଶ୍ଲୋକକୁ ଶୁଣି 10 ଶ୍ଲୋକ କଲେ। ନାରଦ ବ୍ୟାସଙ୍କ ଆଗରେ କହିଲେ ଓ ଏହାକୁ ପୁରାଣ ଆକାରରେ ଲେଖିବାକୁ କହିଲେ। ବ୍ୟାସ ଋଷି ତାହା ଶୁଣି ସନ୍ତୋଷ ହେଲେ। ବ୍ୟାସ ଋଷି ଏହି ଶ୍ଲୋକକୁ 18 ସହସ୍ର ଶ୍ଲୋକରେ ପ୍ରକାଶ କଲେ। ଏହି ଭାଗବତ ଏକ ଅକ୍ଷରରୁ ବିଷ୍ଣୁଙ୍କ ମୁଖରୁ ପ୍ରକାଶ ହେଲା। ବ୍ୟାସ ଏହି ଶ୍ଲୋକକୁ ଶୁକମୁନିଙ୍କ ଆଗରେ ପ୍ରାଞ୍ଜଳ ଭାବରେ ଶାସ୍ତ୍ର ମାର୍ଗରେ କହିଲେ। ଏହି ରୂପେ ଶ୍ରୀ ଭଗବାନ ପ୍ରକାଶ ହେଲେ। ନାରଦ ଏହା ଶୁଣି ସନ୍ତୋଷ ହେଲେ। ବ୍ୟାସ ଋଷି ଏହି ଭାଗବତକୁ ପରୀକ୍ଷିତ ରାଜାଙ୍କ ଆଗରେ କହିଲେ। ବ୍ରହ୍ମାଙ୍କ ମୁଖରୁ ଭାଗବତ ଜନ୍ମ କଥା ଶୁଣି ନାରଦ ସନ୍ତୋଷ ହେଲେ। ଏହାପରେ ପରୀକ୍ଷିତ ମହାରାଜା ଶୁକଦେବଙ୍କର ଚରଣରେ ଦିବ୍ୟ ପୂଜା କରି କହିଲେ, ହେ ମୁନି, ଆପଣ ମୋତେ ଭାଗବତ କଥା କହିବା ପାଇଁ କଥା ଦେଇଥିଲେ। ସେହି ଭାଗବତ ବିଷୟରେ ମୋତେ କୁହନ୍ତୁ। ପରୀକ୍ଷିତ ଠାରୁ ଏହିପରି କଥା ଶୁଣି ଶୁକଦେବ କୃତ୍ୟକୃତ୍ୟ ହେଲେ ଓ କହିଲେ, ହେ ରାଜନ, ଏବେ ଭାଗବତ କଥା କହୁଛି ଶୁଣ। ଷଡ଼ସମ୍ବାଦରେ ଏ ପୁରାଣ ଲେଖା ହୋଇଛି। ନାରଦ ଗୋସାଇଁ ଆଗରେ ବିଧାତା ଏହାକୁ କହୁଛନ୍ତି। ବ୍ରହ୍ମା ନାରଦ ସମ୍ବାଦର ବାଣୀ ହେଉଛି ଭାଗବତ। ପ୍ରଥମ ସ୍କନ୍ଦ ଠାରୁ 12 ସ୍କନ୍ଦ ଯାଏ ଷଡ଼ସମ୍ପାଦ ମହିମା ଏବେ ଶୁଣ ରାଜା ପରୀକ୍ଷିତ। ଏହାପରେ ପରୀକ୍ଷିତ ମହାରାଜା ଶୁକଦେବଙ୍କର ଚରଣରେ ଦିବ୍ୟ ପୂଜା କରି କହିଲେ, ହେ ମୁନି, ଆପଣ ମୋତେ ଭାଗବତ କଥା କହିବା ପାଇଁ କଥା ଦେଇଥିଲେ। ସେହି ଭାଗବତ ବିଷୟରେ ମୋତେ କୁହନ୍ତୁ। ପରୀକ୍ଷିତ ଠାରୁ ଏହିପରି କଥା ଶୁଣି ଶୁକଦେବ କୃତ୍ୟକୃତ୍ୟ ହେଲେ ଓ କହିଲେ, ହେ ରାଜନ, ଏବେ ଭାଗବତ କଥା କହୁଛି ଶୁଣ। ଷଡ଼ସମ୍ବାଦରେ ଏ ପୁରାଣ ଲେଖା ହୋଇଛି। ନାରଦ ଗୋସାଇଁ ଆଗରେ ବିଧାତା ଏହାକୁ କହୁଛନ୍ତି। ବ୍ରହ୍ମା ନାରଦ ସମ୍ବାଦର ବାଣୀ ହେଉଛି ଭାଗବତ। ପ୍ରଥମ ସ୍କନ୍ଦ ଠାରୁ 12 ସ୍କନ୍ଦ ଯାଏ ଷଡ଼ସମ୍ପାଦ ମହିମା ଏବେ ଶୁଣ ରାଜା ପରୀକ୍ଷିତ। ଓଙ୍କାର ବ୍ରହ୍ମ ରୂପରେ ଯେଉଁ ହରି ସୃଷ୍ଟିର ଆଦ୍ୟରୁ ସମଗ୍ର ପୃଥିବୀରେ ବ୍ୟାପିଛନ୍ତି ଓ ବ୍ରହ୍ମାଣ୍ଡ ସାରା ପୁରୀ ରହିଛନ୍ତି ଓ ତୋହର ମୋହର ମଧ୍ୟ ସେ ରୂପ ବହି ଦେଖୁଛନ୍ତି, ସେ ଅରୂପ ସ୍ୱରୂପ, ସେ ହିଁ ବ୍ରହ୍ମରୂପ। ନିଜେ ପ୍ରଭୁ ଶୁକ୍ଲାମ୍ବର ବିଷ୍ଣୁ ମୂର୍ତ୍ତି ପ୍ରକାଶିତ ହୁଅନ୍ତି। ନିଜେ ନିଜେ ସେ ସମ୍ଭୂତ ବ୍ରହ୍ମରାଶି। ରାଜା ପରୀକ୍ଷିତ କହିଲେ, ହେ ମହାଋଷି, ଏହି ପ୍ରଭୁଙ୍କ ମୁଖରୁ ଜାତ ହୋଇଥିବା ଅକ୍ଷରରୁ ଭାଗବତ ତାଙ୍କର ଅଙ୍ଗରୁ ପ୍ରତ୍ୟକ୍ଷ ଭାବରେ ଜନ୍ମ ହେଲା। ଯେତେ ପାପ ପ୍ରାଣୀ କରିଥାଏ ଭାଗବତ ଶୁଣିଲେ ତାହା ହରଣ ହୋଇଯାଏ। ଲୋକ ଯେତେ ପାତକ କରିଥାଉ, ସୂର୍ଯ୍ୟ ଉଦୟ ହେଲେ ଅନ୍ଧକାର ଯେପରି ଦୂରୀଭୂତ ହୋଇଥାଏ, ସେହିପରି ପାତକ କରିଥିବା ଲୋକ ଭାଗବତ ଶୁଣିଲେ ତାହାର ସବୁ ପାତକ ଦୂର ହୋଇଯାଏ। ହେ ପରୀକ୍ଷିତ ରାଜା, ଭାଗବତ ପ୍ରଥମ ସ୍କନ୍ଧର କଥା ଶୁଣ। ସକଳ ଘଟରେ ନାରାୟଣ ବିଜେ ହୋଇଛନ୍ତି। ସବୁ ପ୍ରାଣୀଙ୍କର ଆତ୍ମା ହେଉଛନ୍ତି ନାରାୟଣ। ଇନ୍ଦ୍ରଙ୍କ ଉପରେ ସେ ଈଶ୍ୱର ଅଟନ୍ତି। ସବୁ ଲୋକ ପ୍ରକୃତିକୁ ଭୁଲି ଯାଇ ସମସ୍ତେ ଭୋଗନ୍ତି। ଆତ୍ମା ହେଉଛି ଅକ୍ଷୟ ବ୍ରହ୍ମ, ସବୁଦିନ କ୍ଷରିଥାଏ। ପ୍ରକୃତିକୁ ଆତ୍ମା କର୍ମ କରି ବୋଧ କରନ୍ତି ପ୍ରଭୁ। ପ୍ରକୃତି ସବୁ ସ୍ମୃତି ରସ ଭୋଗ କରେ ଓ ପଦ୍ମପତ୍ରରେ ଜଳ ପରି ଅଙ୍ଗ ପ୍ରକାଶୁଥାଏ। ଆତ୍ମା ସୂକ୍ଷ୍ମ ରେଣୁ ହୋଇ ଦେହରେ ବସିଥାଏ। ପ୍ରକୃତି ନାନା ସୁଖ ଦଣ୍ଡ କ୍ଲେଶ ଭୋଗୁଥାଏ। ଶରୀରରେ ଆତ୍ମା ବିଳାସ କରୁଥାଏ।
ଓ ଏହିପରି ଭାବେ ଦେହରେ ବ୍ରହ୍ମରାଶି କ୍ରୀଡ଼ା କରୁଥାନ୍ତି। ସେହି ବ୍ରହ୍ମପୁରୁଷକୁ କେହି ଚିହ୍ନି ପାରନ୍ତି ନାହିଁ, କେବଳ ତାଙ୍କ ମହିମା ମୁଖରେ ପ୍ରକାଶ କରୁଥାନ୍ତି। ସେ ପ୍ରଭୁ ଚତୁର୍ଭୁଜ ହୋଇ ଭୋଗ ଭୁଜନ୍ତି। ମଣିମା ମଣିମା ଆଜି ଅଷ୍ଟ ଐଶ୍ୱର୍ଯ୍ୟ ଓ ଯଶସ୍ୱୀ ସମ୍ପଦ କ୍ଷମା ଦୟା ଏମାନଙ୍କୁ ଭଗବାନ ନିର୍ବାହ କରିପାରନ୍ତି। ସାତ୍ୱିକ ଧର୍ମ, ବୈଷ୍ଣବ ଧର୍ମ ଆଦି ଧର୍ମ ଶ୍ରୀହରିର ପାଦରେ ସର୍ବଦା ଚିତ୍ତ ଦେଇଥାନ୍ତି। ବିଷ୍ଣୁ ନାରାୟଣ ହରି ଯେପରି ସ୍ୱୟମ୍ଭୁ ହୋଇ ଯଦୁବଂଶରେ ଅବତାର ନେଲେ, ଶ୍ରୀକୃଷ୍ଣ ଅବତାରରେ ସେ ଭାବଗ୍ରାହୀ ହୋଇଥିଲେ। ଶ୍ରୀକୃଷ୍ଣ ପ୍ରଭୁ ଦେବକୀ ଗର୍ଭରେ ଦେହ ବହି ଜନ୍ମ ନେଲେ। ଯଦୁବଂଶରେ ସେହି ଯଦୁପତିଙ୍କ କଥା କୀର୍ତ୍ତି ପ୍ରାଞ୍ଜଳ ଭାବରେ କହୁଛି ଶୁଣ। ଭଗବାନ ଶ୍ରୀକୃଷ୍ଣ ଅବତାର ହେଲେ ହରିହର ବୋଲି ଏହି ଭଗବାନଙ୍କୁ ସମସ୍ତେ କୀର୍ତ୍ତନ କଲେ। ଯଦି ରାଜା ତୁମର ଅନୁଭବ ଅଛି, ତାହେଲେ ତତ୍ତ୍ୱଜ୍ଞାନ ଶୁଣ। ଯାହା ପାଖରେ ତତ୍ତ୍ୱଜ୍ଞାନ ଥାଏ, ସଂସାରରେ ସେ ମହାଭକ୍ତ ବୋଲାଏ। ଜ୍ଞାନୀ ଲୋକମାନଙ୍କର ଆଶ୍ରୟ ହେଉଛି ବ୍ରହ୍ମ, ସେ ହିଁ କେବଳ ଭକ୍ତିକରଣ ଜାଣେ। ଏ କଥା ନାରଦ ବ୍ୟାସଙ୍କୁ 10 ଶ୍ଲୋକରେ କହିଛନ୍ତି। ବଦ୍ରିକା ଆଶ୍ରମରେ ବ୍ୟାସ ଋଷି 18,000 ଶ୍ଲୋକ ଭାଗବତକୁ ବସି ଲେଖିଲେ। ଭାଗବତ ଅର୍ଥ କେବଳ ବ୍ୟାସଙ୍କୁ ଜଣା। ସେ 3 ଜନ୍ମ କଥା ପୃଥିବୀର ଲୋକଙ୍କୁ ଗୋଚର କଲେ। ଏହାପରେ କ'ଣ ଭାଗବତରେ ଲେଖା ହୋଇଛି, ତାହାକୁ ମୁଁ ତୁମ ଆଗରେ କହିବି। ହେ ରାଜନ, ଏହା କହି ଶୁକମୁନି ମୌନ ହୋଇଗଲେ। ଶୁକମୁନି କହୁଛନ୍ତି, ହେ ରାଜା ପରୀକ୍ଷ, ଭାଗବତ କଥାମୃତକୁ ମନ ଦେଇ ଶୁଣ। ହସ୍ତିନା କଟକରେ ସୋମବଂଶ ରାଜା ଦୁର୍ଯ୍ୟୋଧନ ଅଟନ୍ତି। ଲକ୍ଷେ ନୃପତି ଦୁର୍ଯ୍ୟୋଧନଙ୍କର ପାଦ ପୂଜା କରନ୍ତି। ତୁମର ପିତାମହ ଭୀମସେନ ସେହି ରାଜା ଦୁର୍ଯ୍ୟୋଧନଙ୍କର ଯାନଭଗ୍ନ କରିଥିଲେ। ଭୀମସେନ ଦୁର୍ଯ୍ୟୋଧନର ଯାନଭଗ୍ନ କରି ବାହୁଡ଼ି ଆସିବା ବେଳେ କୃଷ୍ଣ ଅଶ୍ୱତ୍ଥାମା ଏହା ଦେଖି କୋପ କରି ଉଠିଲେ। କୃଷ୍ଣ ଓ ଅଶ୍ୱତ୍ଥାମା ରାଜା ଦୁର୍ଯ୍ୟୋଧନଙ୍କ ନିକଟରେ ମିଳିଲେ। ମାନଗୋବିନ୍ଦ ତାଙ୍କୁ ଚାହିଁ କାନ୍ଦିବାରେ ଲାଗିଲା। ମାନଗୋବିନ୍ଦ ଏ ଯାନଭଗ୍ନର କଷ୍ଟ ସହିପାରୁ ନଥିଲା। ରାଜା ଦୁର୍ଯ୍ୟୋଧନଙ୍କର କ୍ରନ୍ଦନ ଦେଖି ଶ୍ରୀକୃଷ୍ଣ ଅଶ୍ୱତ୍ଥାମା କହିଲେ, ହେ ରାଜା, କାହିଁକି ତୁମେ ନିଜକୁ ନିରିମାଖି ଭାବୁଛ? ଏବେ ତୁମେ ଆମକୁ ଛାଡ଼ି ଦେଇ ସେନାପତି କରିଦିଅ। ଆମେ 2 ଜଣ ପାଣ୍ଡବଙ୍କର ମୁଣ୍ଡ ଧରି ତୁମ ପାଖକୁ ବାହୁଡ଼ି ଆସିବୁ। ତାପରେ ତୁମେ ପୃଥିବୀକୁ ଭୋଗ କରିବ। ଏ କଥା ତୁମେ ଆଉ ଡେରି କର ନାହିଁ ମାନଗୋବିନ୍ଦ। ଶ୍ରୀକୃଷ୍ଣ ଓ ଅଶ୍ୱତ୍ଥାମା ଏହା କହି ଦୁର୍ଯ୍ୟୋଧନ ରାଜାଙ୍କର ହସ୍ତରୁ ଶାଢ଼ୀକୁ ନେଇ ଇନ୍ଦ୍ରପ୍ରସ୍ଥ ରାଜ୍ୟରେ ଯାଇ ପହଞ୍ଚିଲେ। ଶ୍ରୀକୃଷ୍ଣ ଓ ଅଶ୍ୱତ୍ଥାମା 2 ଜଣ ଇନ୍ଦ୍ରପ୍ରସ୍ଥ ରାଜ୍ୟକୁ ଯାଇ ଦେଖିଲେ, ସେ ଘରେ କେହି ପାଣ୍ଡବ ନାହାନ୍ତି। କେବଳ ପଲଙ୍କ ଉପରେ ପାଞ୍ଚାଳି କୁମ୍ଭର ଶୋଇଥିବାର ଦେଖିଲେ। ଅଶ୍ୱତ୍ଥାମା ପାଞ୍ଚାଳି କୁମ୍ଭରକୁ ଦେଖି ତାହାର ମୁଣ୍ଡକୁ ଛେଦିଦେଲା ଓ ପାଣ୍ଡବମାନେ ମଲେ ବୋଲି ଅଶ୍ୱତ୍ଥାମା ମନେ ମନେ ଭାବିଲା। ହନୁହୁଳ 5 ଗୋଟି ମୁଣ୍ଡରେ ଭାର କରି ଅତି ଶ୍ରଦ୍ଧାରେ ଦୁର୍ଯ୍ୟୋଧନ ନିକଟକୁ ଧାଇଁ ଧାଇଁ ଆସିଲା। ଦୁର୍ଯ୍ୟୋଧନ ଆଗରେ ସେହି ହନୁହୁଳକୁ ନେଇ ଛୁଅନ୍ତେ ରାଜା ସଙ୍ଗେ ସଙ୍ଗେ ପୁତ୍ରଙ୍କୁ ଚାହିଁ ଚିହ୍ନିଲା। ଦୁର୍ଯ୍ୟୋଧନର ମନରେ ଚିନ୍ତା କଲା, ଏ ହେଉଛି ପାଞ୍ଚାଳି କୁମ୍ଭର ରାଜା। ଦୁର୍ଯ୍ୟୋଧନ କହିଲା, ହେ ଅଶ୍ୱତ୍ଥାମା, କେଡ଼େ ବଡ଼ କୃତ୍ୟ କଲୁ। ପାଣ୍ଡବମାନଙ୍କୁ ନ ମାରି ତାଙ୍କ ପୁତ୍ରକୁ ମାରି ଆଣିଲୁ। ତୁ ଆମ ବଂଶକୁ ମାରି ଆମ ବଂଶ କ୍ଷୟ କରିବାର ସହିତ ବ୍ୟର୍ଥ କଲୁ। ହେ ଅଶ୍ୱତ୍ଥାମା, ତୁ ଏପରି କାହିଁକି କଲୁ? କ'ଣ ଭାବି ତୁ ମୋର ବାଳୁତ ପୁତ୍ରକୁ ମାରିଲୁ? ଏହା କହି ଦୁର୍ଯ୍ୟୋଧନ ରୋଦନ କଲା। ଆହା ପୁତ୍ର, ମୋର ପ୍ରାଣ ବିସର୍ଜନ କଲା। ଦୁର୍ଯ୍ୟୋଧନ ଏହିପରି କହି ଆହୁରି ଆହୁରି କାନ୍ଦିବାରେ ଲାଗିଲା। ପାଣ୍ଡବଙ୍କର 5 ପୁତ୍ର ମୃତ୍ୟୁ ଖବର ଶୁଣି ଦ୍ରୌପଦୀ କାନ୍ଦି କାନ୍ଦି ଧରଣୀରେ ଲୋଟିଗଲେ। ଦ୍ରୌପଦୀ ଦୁଃଖ ଦେଖି ଶ୍ରୀକୃଷ୍ଣ ଓ ଫାଲ୍ଗୁନୀ ଅଥୟ ହୋଇ ଉଠିଲେ। ପ୍ରଭୁ ଚକ୍ରପାଣି ଜାଣିଲେ ଯେ ପାଣ୍ଡବ 5 କୁମାରକୁ ଦ୍ରୋଣୀ ମାରିଛି। ଦ୍ରୌପଦୀଙ୍କର ଦୁଃଖ ଦେଖି କୃଷ୍ଣ ଧନଞ୍ଜୟ ନନ୍ଦିଘୋଷରେ ଚଢ଼ି ଅଶ୍ୱତ୍ଥାମା ଯାଏ ଗଲେ। ବାଟରେ ଅଶ୍ୱତ୍ଥାମାକୁ ଦେଖି ତା ସହିତ ମହାଯୁଦ୍ଧ କଲେ। ଅଶ୍ୱତ୍ଥାମାକୁ ଜିଣି ତା କଟିବନ୍ଧକୁ କାଟିଦେଲେ। ଅଶ୍ୱତ୍ଥାମାର କଟିବନ୍ଧକୁ ନେଇ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କ ନିକଟରେ ଦେଲେ। ଭୀମସେନ ହାତରେ ତାକୁ 7 ବେଣ୍ଟି କରି ଅଶ୍ୱତ୍ଥାମାର ନିଶ ସବୁ କାଟି ପକାଇଲେ।
ଯୁଧିଷ୍ଠିର କିନ୍ତୁ ଅଶ୍ୱତ୍ଥାମାଙ୍କୁ ଗୁରୁପୁତ୍ର ଭାବି କିଛି କଲେ ନାହିଁ। ଭୀମସେନ ଅଶ୍ୱତ୍ଥାମାର ରଥରୁ ତା ଡୋରିକୁ ଛିଣ୍ଡାଇ ଦେଲା। ଅଶ୍ୱତ୍ଥାମା ସଙ୍ଗେ ସଙ୍ଗେ ସେଠାରୁ ପଳାଇଗଲା। ଦ୍ରୋଣଙ୍କ କୁମର ମହା ଅପମାନ ପାଇ ସେଠାରୁ ଯାଇ ଚିନ୍ତା କଲା ଯେ ଆଜି ପାଣ୍ଡବମାନଙ୍କୁ ନିଶ୍ଚିତ ମାରିବି। ଏହା କହି ଦ୍ରୋଣ କୁମର ବ୍ରହ୍ମଶର ପାଣ୍ଡବମାନଙ୍କୁ ପେଷିଲା। ଏ କଥା ଶୁଣି ଅର୍ଜୁନ ଗାଣ୍ଡୀବ ଧରି ଅର୍ଜୁନର ରାଗ ତମ ହୋଇ ମନଭେଦୀ ଶରକୁ ପେଷିଦେଲେ। ଅଶ୍ୱତ୍ଥାମା ମାରିଥିବା ବ୍ରହ୍ମଶର ଶ୍ରୀକୃଷ୍ଣଙ୍କୁ ଦେଖି ତାଙ୍କର ପାଖରେ ଚାଲିଗଲା ଓ ଉତ୍ତରାବଳୀ ଗର୍ଭରେ ଯାଇ ପଡ଼ିଲା। ଉତ୍ତରାଙ୍କ ଗର୍ଭରେ ଅଙ୍ଗୁଷ୍ଠି ପ୍ରମାଣେ ବାଳକ ରହିବାରୁ ଆଦିମୂଳ ଜାଣିଲେ। ଆଦିମୂଳ ଚିନ୍ତା କଲେ ଏ ପୁତ୍ରକୁ ବ୍ରହ୍ମଶର ନଷ୍ଟ କରିଦେବ। ସୁଦର୍ଶନ ଚକ୍ରକୁ ପ୍ରଭୁ ଶ୍ରୀକୃଷ୍ଣ ପେଷିଦେଲେ। ବ୍ରହ୍ମଶରକୁ ବିନାଶ କରି ପୁତ୍ରକୁ ରକ୍ଷା କଲେ। ପାଣ୍ଡବ ବଂଶକୁ ରକ୍ଷା କରିବା ପାଇଁ କେହି ନ ଜାଣିବା ଆଗରୁ ଭଗବାନ ଶ୍ରୀକୃଷ୍ଣ ରକ୍ଷା କରିଥିଲେ। ଉତ୍ତରା ଗର୍ଭରେ ଥିବା ବାଳକକୁ କୃଷ୍ଣ ରକ୍ଷା କଲେ। ଯେମିତି ଉତ୍ତରା ଗର୍ଭରୁ ପୁତ୍ର ଜନ୍ମ ହେଲା, ଭଗବାନ ଶ୍ରୀକୃଷ୍ଣ ତାହାର ନାମ ରଖିଲେ ପରୀକ୍ଷିତ। ହେ ରାଜନ, ମାତା ଗର୍ଭରୁ ତୋତେ କୃଷ୍ଣ ରଖିଛନ୍ତି। ଏବେ ସେହି ପ୍ରଭୁ ତୋହର ଗତି ନିଶ୍ଚିତ କରିବେ। ତୋର ପିତାମହ ରାଜା ଯୁଧିଷ୍ଠିର ପାଞ୍ଚକଟକ ନାରାୟଣ ଅଟନ୍ତି। ସଂସାରରେ ଅନେକ ଧର୍ମକୀର୍ତ୍ତି କରିଥିବାରୁ ତିନିପୁରରେ ତାଙ୍କ ଭଳି ରାଜା ଆଉ କେହି ନାହାନ୍ତି। ସେ ରାଜା ଧର୍ମରେ ଚରାଚର ସୃଷ୍ଟିକୁ ପାଳିଲେ। ପୃଥିବୀ ଯାକରେ ଏପରି ରାଜା ଖୋଜିଲେ ମିଳିବ ନାହିଁ। ରାଜା ଯୁଧିଷ୍ଠିର ଅଶ୍ୱମେଧ ଯଜ୍ଞ କରିଥିଲେ। ଏହି ଯଜ୍ଞ ବଳରେ ସେ ଐଶ୍ୱର୍ଯ୍ୟ ଲାଭ କରି ପୃଥିବୀକୁ ଭୋଗ କରିଥିଲେ। କଳିଯୁଗକୁ ରାଜା ଯୁଧିଷ୍ଠିର 36 ବର୍ଷ ଭୋଗ କରିଛନ୍ତି। ତାପରେ ତୁମକୁ ରାଜ୍ୟ ଦେଲେ ରାଜନ। ତୁମ ମଥାରେ ଶାଢ଼ୀ ବାନ୍ଧି ଦେଇ ରାଜନୀତି ମାର୍ଗ ପନ୍ଥା ବୁଝାଇ କହିଥିଲେ। ଶ୍ରୀକୃଷ୍ଣ ବୈକୁଣ୍ଠ ଯିବା କଥା ଶୁଣି ପାଣ୍ଡବମାନେ ସ୍ୱର୍ଗାରୋହଣ କରିଥିଲେ। ସେହିଦିନଠାରୁ ପରୀକ୍ଷିତ ରାଜା ହେଲେ। ପୃଥିବୀରେ ରାଜାମାନଙ୍କୁ ବିଜୟ କରି ସେ ଚକ୍ରବର୍ତ୍ତୀ ରାଜା ହୋଇଥିଲେ। ପରୀକ୍ଷିତ ରାଜା କଳିଯୁଗ ପୁରୁଷକୁ ଦେଖି ତାଙ୍କୁ ନିଜ ରାଜ୍ୟରେ ରଖି ସୁଖୀ କରାଇଥିଲେ। ରାଜା ପରୀକ୍ଷିତ 61 ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଭୋଗ କରିଥିଲେ। ତାଙ୍କ ରାଜତ୍ୱ କାଳରେ କେହି ଦୁଃଖ କଷ୍ଟରେ ନଥିଲେ। ଶୁକମୁନି କହିଲେ, ହେ ରାଜନ, ଏହାପରେ ଭାଗବତ ବାଣୀ ଶୁଣ। ରାଜା ପରୀକ୍ଷିତ ଦିନେ ବୈଶାଖ ମାସରେ ପାରିଧି କରିବାକୁ ଗଲେ। ବନକୁ ଯାଇ ମୃଗ, ବ୍ୟାଘ୍ର ଆଦି ପଶୁ ବନରେ ଖୋଜିଲେ, ହେଲେ ଗୋଟିଏ ମଧ୍ୟ ପଶୁ ପାଇଲେ ନାହିଁ। ପାରିଧି ନିଷ୍ଫଳ ହେବାରୁ ରାଜା ମନ ଦୁଃଖରେ ଚାଲି ଆସିଲେ। ପରୀକ୍ଷିତ ରାଜା ଆସୁ ଆସୁ ଶମୀଙ୍କ ଆଶ୍ରମରେ ଯାଇ ମିଳିଲେ। ପଥଶ୍ରମରେ ରାଜା ପରୀକ୍ଷିତଙ୍କୁ ବହୁତ ଶୋଷ ହେଉଥାଏ। ବହୁ ତୃଷ୍ଣା ହେତୁ ରାଜା ପରୀକ୍ଷିତ ଶମୀ ଋଷିଙ୍କୁ ଜଳ ପିଇବା ପାଇଁ ମାଗିଲେ। ଋଷି ଶମୀ ତପସ୍ୟାରେ ବସିଥାନ୍ତି। ବ୍ରହ୍ମ ଋଷିଙ୍କୁ ରାଜା ଜଳ ମାଗୁଛନ୍ତି ଏ କଥା ସେ ଜାଣିପାରିଲେ ନାହିଁ। ବାରମ୍ବାର ରାଜା ଜଳ ମାଗି ଚାଲୁଥାନ୍ତି, ହେଲେ ଋଷିଙ୍କୁ ତାହା ଶୁଭୁନଥିଲା। ରାଜା ପରୀକ୍ଷ ମହାକୋପ କରି କହିଲେ, ଏ ବ୍ରହ୍ମଚାରୀ କି ତପ କରୁଛି। ମୁଁ ଅତି ଆକୁଳରେ ଜଳ ଟିକେ ମାଗୁଛି, ହେଲେ ସେ ଶୁଣୁନି, ଅଧୋମୁଖ କରି ବସିଛି। ରାଜାଙ୍କ ବୁଦ୍ଧି ବାମ ହେଲା। ରାଜା ପରୀକ୍ଷିତ ଚାରିଆଡ଼କୁ ଚାହିଁଲା। ରାଜା ପରୀକ୍ଷ ଦେଖିଲା ତାଙ୍କ ଆଗରେ ଗୋଟିଏ ମଲା ସାପ ପଡ଼ିଛି। ସେହି ମଲା ସାପକୁ ଆଣି ରାଜା ପରୀକ୍ଷ ଋଷି ଶମୀଙ୍କ ଗଳାରେ ଲମ୍ବାଇ ଦେଲେ। ଏମିତି କାର୍ଯ୍ୟ କରି ରାଜା ପରୀକ୍ଷିତ ରାଜ୍ୟକୁ ଚାଲି ଆସିଲେ। ଏହାର କିଛି ସମୟ ପରେ ଋଷିବାଳା ଆସି ଋଷି ଶମୀଙ୍କ ନିକଟରେ ପହଞ୍ଚିଲେ। ପିତାଙ୍କର କଣ୍ଠରେ ମୃତ ସାପ ଲମ୍ବିଥିବାର ପୁତ୍ର ଦେଖିଲା। ମହାକୋପ କରି ରାଜା ପରୀକ୍ଷିତଙ୍କୁ ଋଷି ଶାପ ଦେଇ କହିଲା, ହେ ରାଜା, ତୋତେ 7 ଦିନ ଭିତରେ ସର୍ପ ଦଂଶନ କରୁ। ଋଷିଙ୍କ ଅଭିଶାପ କଥା ରାଜା ପରୀକ୍ଷିତ ଜାଣିପାରିଲେ। ରାଜା ପରୀକ୍ଷିତ 7 ଦିନ ଭିତରେ ଜନଞ୍ଜୟ ପୁତ୍ରକୁ ରାଜ୍ୟରେ ରାଜା କରାଇଦେଲେ। ପରୀକ୍ଷିତ ରାଜ୍ୟ ଛାଡ଼ି ଯାଇ ଗଙ୍ଗା ନଦୀ କୂଳରେ କୁଶଶଯ୍ୟା କରି ବସି ରହିଲେ। ରାଜା ପରୀକ୍ଷିତ ଶୁକଦେବଙ୍କୁ ଧ୍ୟାନ କରି ବସିଲେ। ରାଜାଙ୍କର ତପରେ ସନ୍ତୁଷ୍ଟ ହୋଇ ଋଷିଗଣଙ୍କୁ ଧରି ଶୁକମୁନି ଆସିଲେ। ଋଷିଙ୍କୁ ଦେଖି ରାଜା ପରୀକ୍ଷିତ ଦିବ୍ୟ ପୂଜା କଲେ। ସବୁ ଋଷି ଆସନ ପାଇ ବସିଲେ। ରାଜା ପରୀକ୍ଷିତ ଶୁକମୁନିଙ୍କୁ ଆସନ ପଦାସନ ଦେଇ ପୂଜା କଲେ।
ପରୀକ୍ଷ କହିଲେ, ହେ ମୁନି, ମୁଁ କିପରି ଋଷିଙ୍କ ଶାପରୁ ପାରି ହେବି? ମୋତେ ଏମିତି ଦୟା କରନ୍ତୁ। ଆପଣ କହିବେ ପୁରାଣ ଶୁଣିଲେ ମୁଁ ତରିଯିବି। ରାଜାଙ୍କର ଏହି କଥା ଶୁଣି ଶୁକମୁନି ହସିଲେ। ଶୁକମୁନି କହିଲେ, ମୁଁ ତୁମକୁ ଭାଗବତ କହିବି, ତୁମେ ତାକୁ ମନ ଦେଇ ଶୁଣିବ। ନାରଦ ଗୋସାଇଁ ଆଗରେ ବ୍ରହ୍ମା ଏହା କହିଛନ୍ତି ଯେ ଷୋଡ଼ଶମ୍ପାଦରେ ଭାଗବତ ହୋଇଛି। ପ୍ରଥମ ସ୍କନ୍ଧ ଠାରୁ ଦ୍ୱାଦଶ ସ୍କନ୍ଧ ଯାଏ ଶ୍ରୀ ଭାଗବତ ପୁରାଣ ପ୍ରଥମରୁ ସ୍କନ୍ଧରୁ ଊନବିଂଶ ଅଧ୍ୟାୟ ଅଛି। ଏହି ପ୍ରଥମ ସ୍କନ୍ଧ ସମାପ୍ତ ହେଲା। ପ୍ରିୟ ସତ୍ସଙ୍ଗୀ ବନ୍ଧୁଗଣମାନେ, ଏହା ପରର ପ୍ରସଙ୍ଗ ଆମେ ଆଗାମୀ ଭିଡ଼ିଓରେ ଆଲୋଚନା କରିବା। ସେହି ଭିଡ଼ିଓ ଆସିବା ପର୍ଯ୍ୟନ୍ତ ଆପଣମାନେ ଭଗବାନ ନୃସିଂହଙ୍କ କୃପାରୁ ବହୁତ ଭଲ ରହିଥାନ୍ତୁ। ତ ସହିତ ଏହି ବେଦ ପୁରାଣ କଥା ଚ୍ୟାନେଲ ସହିତ ଯୋଡ଼ି ରହି ଚ୍ୟାନେଲର ପ୍ରତ୍ୟେକ ଭିଡ଼ିଓକୁ ନିଜେ ସମ୍ପୂର୍ଣ୍ଣ ଭାବରେ ଦେଖିବା ସହିତ ନିଜର ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।